ସମସ୍ତଙ୍କୁ ଶୁଭ ସକାଳ। ପିଲାମାନେ ତମେ ସମସ୍ତେ ଭଲରେ ଅଛ ନା? ନିଶ୍ଚିତ ଭାବରେ ଭଲରେ ଥିବ। ଆଜି ଆସ ଆଲୋଚନା କରିବା ଶିଶୁ ବାଟିକା 3ର କାର୍ଯ୍ୟପଦ 24 ବିଷୟରେ। ଆଉ ମୁଁ ତମ ସାଙ୍ଗରେ ଆଲୋଚନା କରୁଛି ଈଶ୍ୱର ଚନ୍ଦ୍ର ବେହେରା। ଆସ ସମସ୍ତେ ଆଲୋଚନାରେ ଭାଗ ନେବା। ଆଜିର ଆଲୋଚନାର ବିକାଶର ଦିଗ ହେଉଛି ସାମାଜିକ, ଆବେଗିକ ଓ ନୈତିକ ବିକାଶ। ପାଠ୍ୟକ୍ରମର ଲକ୍ଷ୍ୟ ହେଉଛି ନିଜର ଆବେଗକୁ ବୁଝିବା ସହ ପରିଚାଳନା କରିବାର ଦକ୍ଷତା ସହିତ ସାମାଜିକ ରୀତିନୀତିକୁ ଗ୍ରହଣ କରିବାର ବିକାଶ କରିବା। ଆଉ ଦକ୍ଷତା ହେଉଛି ବିଭିନ୍ନ ଆବେଗକୁ ଚିହ୍ନଟ କରି ସେଗୁଡ଼ିକୁ ଠିକ୍ ଭାବରେ ନିୟନ୍ତ୍ରଣ କରିବା ପାଇଁ ସୁଚିନ୍ତିତ ପ୍ରୟାସ କରିବା। ଏବେ ଆସ ପିଲେ, ଆଜିର ଆଲୋଚନାର ଶିକ୍ଷଣ ଫଳାଫଳ ହେଉଛି ଶିକ୍ଷାର୍ଥୀ ନିଜ ଆବେଗ ବା ଅନୁଭୂତିକୁ ସାଙ୍ଗସାଥୀ ଓ ପରିଚିତ ବୟସ୍କଙ୍କୁ କହିବ। ଦେଖିଲ ପିଲେ, ପିଲାଟି କ'ଣ କରୁଛି? ପିଲାଟି ହସୁଛି ନା ଖେଳୁଛି ନା? ତା ପାଖରେ କ'ଣ ଅଛି କହିଲ? ତା ପାଖରେ ଗୋଟେ ଖେଳନା ଅଛି। ସେ କ'ଣ କହୁଛି ଶୁଣ। ବାପା ଦେଖ, ମୋର ଗୋଟେ ସୁନ୍ଦର ଖେଳନା ଅଛେ, ମୋତେ ବେଶୀ ଖୁସି ଲାଗୁଛେ। ତମେ କହିଲ ପିଲେ, ତମକୁ ଖୁସି ଲାଗିବାର ନା ନାହିଁ? ତମକୁ ଯଦି ଗୋଟେ ଖେଳନା ଦିଆଯିବ ତମକୁ ବହୁତ ଖୁସି ଲାଗେ କି ନାହିଁ? ଦେଖ ପିଲାଟି ଖୁସିରେ କେମିତି ହଉଛି। ଏବେ ଦେଖ ପିଲାଟି ମୁହଁକୁ ଦେଖି କହିଲ, ପିଲାଟି କ'ଣ କରୁଛି? ଟିକେ ମନ ଦୁଃଖ କରିଛି ନା? କାହିଁକି ମନ ଦୁଃଖ କରିଛି କହିଲ? ଏବେ ଦେଖ ତା ପାଖରେ ଯେଉଁ ଖେଳଣାଟା ଥିଲା, ଏବେ ଖେଳଣାଟା କ'ଣ ହେଇଛି? ଖେଳଣା ତାର ଭାଙ୍ଗି ଯାଇଛି। ତମେ କହିଲ ପିଲେ, ତମକୁ ଆଣି ଦେଇଥିବା ଖେଳଣାଟି ବାପା ଯଦି ତମକୁ ଦେଇଥିବେ ଖେଳଣାଟା, ତମର ଯଦି ଭାଙ୍ଗିଯିବ ତମର କ'ଣ ହବ? ମନ ଦୁଃଖ ହବ କି ନାହିଁ? ଏବେ ଦେଖ ପିଲାଟି ମନ ଦୁଃଖରେ ତା ମାଆକୁ କ'ଣ କହୁଛି? ମା, ମୁଁ ଖେଳୁଥିଲି ଆଉ ମୋର ଖେଳଣାଟା ଭାଙ୍ଗିଗଲା, ମୋତେ ବେଶୀ ଦୁଃଖ ଲାଗୁଛେ। ତମକୁ ଦୁଃଖ ଲାଗେ କି ନାହିଁ କହିଲ ପିଲେ? ହଁ, ଠିକ୍ ସେହିପରି ପିଲାଟି ଦୁଃଖ କରୁଛି। ଏବେ ଦେଖ ଏ ପିଲାଟା ମାନେ କ'ଣ କରୁଛନ୍ତି? ଓହୋ, ପ୍ରଥମ ପିଲାକୁ ଦ୍ୱିତୀୟ ପିଲାଟି ପେଲୁଛି ନା? ସେ କହୁଛି ତୁଇ ଯା, ମୁଇଁ ତୋର ସାଙ୍ଗେ ନାଇଁ ଖେଳେ। ତମେ ସବୁ ଏମିତି କର କି ନାଇଁ କୁହ? ଯଦି ସାଙ୍ଗମାନଙ୍କ ସହିତ ଅଭିମାନ ହୁଏ, ସାଙ୍ଗମାନଙ୍କ ଉପରେ ରାଗ ହୁଏ, ତମେ ତାଠାରୁ ଦୂରେଇ ଯାଅ କି ନାହିଁ? ଠିକ୍ ସେମିତି ପିଲାଟି କହୁଛି, ତୁଇ ଯା, ମୁଇଁ ତୋର ସାଙ୍ଗେ ନାଇଁ ଖେଳେ। ଏବେ ଦେଖ ଯେନ୍ ପିଲାଟିକୁ ପେଲି ଦେଲା, କାଣ ହେଲା ତାର? ଦେଖ ହାତକେ ଦେଖ, କାଣ ହେଇଛେ ତା ହାତ? ସେ କାଣ କହୁଛେ? କାଣ କହୁଛେ ନା ଦାଦା ମୋତେ ଠେଲିଦେଲା, ମୋତେ ହାତ ଦୁଖୁଛେ ଆଉ ରାଗ ଲାଗୁଛେ। ତମେ କହିଲ ତମର ସାଙ୍ଗେ ଯଦି ତମକୁ ଠେଲିଦେବା ଆଉ ତମେ ପଡ଼ିଯିବା, କାଣ ହେବା ତୁମର? ତୁମର କାଣ ହେବା? ହାତ ଛିଣ୍ଡିଗଲେ ତମକୁ ରାଗ ଲାଗବା ନା ନାହିଁ? ଦୁଃଖ ବି ଲାଗବା। ହଁ, ଏବେ ଜାଣିପାରିଲ ପିଲେ, କାହାକେ ବି ଠେଲିବନି। ଏବେ ଦେଖ ଏଇ ଯେ ଫୁଲ ଅଛି, ଏ ଫୁଲରେ ଚିତ୍ର ଗୁଡ଼ିକ ଦେଖ, ତାର ମୁହଁ ବି ଦେଖ, ଫୁଲର ରଙ୍ଗ ଦିଆଯାଇଛି ନା ନାହିଁ? ଫୁଲରେ ରଙ୍ଗ ଦିଆ ହେଇ ନାହିଁ। ଭେରି ଗୁଡ୍। ଏବେ ଦେଖ ଫୁଲର ମୁହଁକୁ ଦେଖ। ଫୁଲର ମୁହଁରେ ଯୋଉ ଚିତ୍ର ଅଛି ତାକୁ ଦେଖିକରି କହିବ ତା ମୁହଁର ସେ କ'ଣ ବର୍ଣ୍ଣନା କରୁଛି। ଖୁସି ଥାଇ ହସୁଥିବା ଫୁଲକେ ସବୁଜ ରଙ୍ଗ ଦିଅ। କେନ୍ ଫୁଲଟା ସବୁଜ ରଙ୍ଗ ପାଇବା କହ ତ? କେନ୍ ଫୁଲଟା ଦେଖଉଛି ଖୁସି ବୋଲି? ହଁ, ଠିକ୍ କହିଛ, ଏ ମଝି ଫୁଲଟା ନା, ହସୁଛି ନା ସିଏ? ବହୁତ ବଢିଆ ପିଲେ, ଏଇଟା ହଉଛି ହସୁଥିବାର ଚିତ୍ର। ଦେଖ ଖୁସି ଥାଇ ହସୁଥିବା ଫୁଲକେ ସବୁଜ ରଙ୍ଗ ଦେଲି। ଏବେ ତମେ କୁହ। ଏବେ ଦେଖ ଆର୍ଥର ଚିତ୍ର ଦେଖ। ଦେଖ ଦୁଃଖରେ ଥିବା ଫୁଲକେ ହଳଦିଆ ରଙ୍ଗ ଦିଅ। କେନେ ଦୁଃଖ କରୁଛି ପିଲାଟି? ଦେଖ ତ ଫୁଲ କେନଟା ଦୁଃଖ କରୁଛି। ଏବେ ଦେଖ ଜାଣିପାରିଲ ଦୁଃଖ ମୁହଁଟା କେମିତି ଶୁକି କରି ବସିଛି ଫୁଲଟା? ଦେଖିଲ ତ? ବହୁତ ବଢିଆ। ଦେଖ ଦୁଃଖରେ ଥିବା ଫୁଲକେ ହଳଦିଆ ରଙ୍ଗ ଦେଲି। ଏବେ ଦେଖ ରାଗିଥିବା ଫୁଲକେ ଲାଲ ରଙ୍ଗ ଦିଅ। କେନଟା ରାଗ କରିଛେ? ଓହୋ, ହଁ, ଲାଲ ରଙ୍ଗ ଦେଲି, ସେ ରାଗିଛେ। ଏବେ ବୁଝିଗଲ ତ ପିଲେ? ଦେଖ ରାଗିଥିବା ଫୁଲକୁ ମୁଁ କେମିତି ଲାଲ ରଙ୍ଗ ଦେଲି। ଏବେ ତମେ ସମସ୍ତେ ବୁଝିପାରିଥିବ ନିଶ୍ଚିତ ଭାବରେ। ଆଉ ସମସ୍ତଙ୍କୁ ଏ ଆଲୋଚନାରେ ଭାଗ ନେଇଥିବାରୁ ଧନ୍ୟବାଦ। ତମେ ସମସ୍ତେ ବୁଝିଗଲ ତ କେମିତି ରାଗିଗଲେ କେମିତି ମୁହଁ ଦେଖାଯାଏ, ହସୁଥିଲେ ମୁହଁ କେମିତି ଦେଖାଯାଏ, ଦୁଃଖ ଥିଲେ କେମିତି ମୁହଁ ଦେଖାଯାଏ, ସମସ୍ତେ ବୁଝିପାରିଥିବ। ସମସ୍ତଙ୍କୁ ଆଜିର ଆଲୋଚନାରେ ଭାଗ ନେଇଥିବାରୁ ଧନ୍ୟବାଦ।